आज महाप्रभु श्री जगन्नाथଙ୍କର ପବିତ୍ର ଘୋଷଯାତ୍ରା 1971 ମସିହା ପରେ ଏ ବର୍ଷ ରଥଯାତ୍ରା ଆମେ 2 ଦିନ ପାଳୁଛେ। ଶ୍ରୀକ୍ଷେତ୍ର ଧାମ ଆଜି ନୀଳମୟ, ଉପରେ ନୀଳ ଆକାଶ, ପାଖରେ ନୀଳ ସମୁଦ୍ର, ନୀଳଭୂମିରେ ନୀଳାଚଳ, ଆଉ ନୀଳାଚଳରେ ନୀଳାଦ୍ରିନାଥ ନୀଳଦିଅଙ୍କର ଆଜି ପବିତ୍ର ଘୋଷଯାତ୍ରା। ଆଜି ଏହି ଯାତ୍ରାର ଅନେକ ଗୁଡ଼ିଏ ନାଁ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘୋଷଯାତ୍ରା ପତିତ ପାବନ ଯାତ୍ରା, ଜନ୍ମବିଧି ଯାତ୍ରା। କାରଣ ସେ ବ୍ରହ୍ମ, ସେ ମହାକାଳ, ସେ ମହାସୂର୍ଯ୍ୟ। ଆଉ ଘୋଷଯାତ୍ରାର ଅର୍ଥ ଅତି ସ୍ପଷ୍ଟ, କାରଣ ଘୋଷ ଅର୍ଥ ହେଉଛି ଉଦ୍ଘୋଷଣ, ଅର୍ଥାତ୍ ଘୋଷଣା କରିବା। ବିଶ୍ୱର ମଙ୍ଗଳ କାମନାର ଘୋଷଣା ଏହି ଯାତ୍ରାର ମୂଳ ଲକ୍ଷ୍ୟ ହୋଇଥିବାରୁ ଏହାର ନାମ ଘୋଷଯାତ୍ରା। ଆଉ ପତିତ ଜନକୁ ଉଦ୍ଧାରିବା ପାଇଁ ରତ୍ନବେଦରୁ ଓହ୍ଲାଇ ଆସନ୍ତେ ବଡ଼ ଦାଣ୍ଡରେ ଦର୍ଶନ ସେ ଦିଅନ୍ତେ, ଯାହାର ନାଁ ହେଉଛି ସେଇଥିପାଇଁ ପତିତ ପାବନ ଯାତ୍ରା। ମହାପ୍ରଭୁଙ୍କର ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ, ତାହାକୁ ଆମେ ଜନ୍ମବେଦୀ ବୋଲି କହୁଛେ। ଏ ଯାତ୍ରାର ଅନେକ ନାଁ, ତେଣୁ ଜନ୍ମବେଦୀ ଯାତ୍ରା। ଏହିସବୁକୁ ଏକାଠି କରିଦେଲେ ଉତ୍ତର କେବଳ ଗୋଟାଏ, ତାହା ବିଶ୍ୱର ମଙ୍ଗଳ କାମନା। ମଙ୍ଗଳମୟଙ୍କର ଏହି ଘୋଷଯାତ୍ରା ସମଗ୍ର ପୃଥିବୀବାସୀକୁ ସୁଖ, ସମୃଦ୍ଧି, ଯଶ ପ୍ରଦାନ କରୁ। ଆଜି ଯେତେବେଳେ ଏହି ଅବସରରେ ଆମେ ଏହି କଥା କାମନା କରୁଛେ, ସେତିକିବେଳେ ଭକ୍ତ ଚୂଡ଼ାମଣି ଦାସିଆଙ୍କ କଥା ଆଜି ନ କହିଲେ ସତରେ କଥା ଅଧୁରା ରହିଯିବ। ଶ୍ରୀକ୍ଷେତ୍ରରୁ 3 କୋଶ ଦୂରରେ ଗାଁଟା, ସେଇ ଗାଁର ନାଁ ବାଲିଗାଁ। ବାଲିର ଗାଁ, ବାଲିଗାଁ। ସତରେ କ'ଣ ସେ ଗାଁରେ ଖାଲି ବାଲି? ପୂର୍ବରେ ଭାର୍ଗବୀ ଆଉ ପଶ୍ଚିମରେ ଦୟାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳରେ ପଡ଼େ ଗାଁ। ସେଇ ଗାଁର ନାଁ ବାଲିଗାଁ। ଏମିତି ହେଇଥାଇପାରେ ସେତେବେଳେ ଏଇ ଗାଁର ନାଁ ବାଲିଗାଁ ହେଲା, ସେତେବେଳେ ଏଇ ଦୂର ନଈରେ ବନ୍ୟା ଜଳରେ କିଛି ବାଲି ଏଠାରେ ଠୁଳ ହୋଇଯାଇଥିଲା, ଆଉ ଲୋକେ ଏହାକୁ କହିବାକୁ ଲାଗିଲେ ସେଇଥିପାଇଁ ବୋଧେ ବାଲିଗାଁ। ଏହି ବାଲିଗାଁ ଯେ ଦିନେ ଆଧ୍ୟାତ୍ମିକ ଜଗତର ଗୋଟିଏ ପେଣ୍ଠସ୍ଥଳୀ ହେବ, ଜଣେ ଭକ୍ତର ସାଧନା କ୍ଷେତ୍ର ହେବ, ଏଇ କଥା ସେଦିନ କିଏ ଜାଣିଥିଲା? ବାଲିଗାଁ ଗୋଟିଏ ବ୍ରାହ୍ମଣ ଶାସନ ଗାଁ। ଗାଁ ଭିତରେ ସାହିଟାଏ ବ୍ରାହ୍ମଣମାନଙ୍କର, ଆଉ ମଧ୍ୟସ୍ଥଳରେ ବୈଶ୍ୟମାନଙ୍କର ପଡ଼ା, ଯେଉଁଠି ବ୍ୟବସାୟ ଆଉ କୃଷି ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାନ୍ତି ଗାଁ ଲୋକେ। ଗାଁର ଦକ୍ଷିଣ ପାଖରେ ଶୂଦ୍ର ସାହିଟିଏ, ଯେଉଁଠି ବାସ କରିଛନ୍ତି କିଛି ଖଦାଳ ପରିବାର। ଖଦାଳ ଏମିତି ଗୋଟିଏ ଜାତି ଯାହାଙ୍କର କୌଳିକ ବୃତ୍ତି ହେଲା କୃଷି ସାଙ୍ଗକୁ ଲୁଗା ବୁଣା। ଏହି ସମ୍ପ୍ରଦାୟର ବ୍ରାହ୍ମଣ, କ୍ଷତ୍ରିୟ ତଥା ବୈଶ୍ୟମାନଙ୍କ ସେବା କରିବା ପାଇଁ ସେମାନେ ବସ୍ତ୍ର ବୁଣନ୍ତି, ଲୁଗା ବୁଣନ୍ତି। କୌଳିକ ବୃତ୍ତିକୁ ନେଇ ଜାତି ଭଗବାନଙ୍କ ସୃଷ୍ଟିରେ ଏହି 4 ବର୍ଣ୍ଣ, ଯେମିତିକି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ପରସ୍ପର ମଧ୍ୟରେ ନିର୍ଭରଶୀଳ, ଯତେ ସାମାଜିକ ବିଧି ବ୍ୟବସ୍ଥା ଅସଜଡ଼ା ହୋଇଯାଆନ୍ତା। ସମୟକ୍ରମେ ଏହି ଖଦାଳ ବସ୍ତିରେ ଜନ୍ମ ନିଏ ଗୋଟିଏ ଛୋଟିଆ ଛୁଆ। ଏକ ଦରିଦ୍ର ପରିବାରରେ ମହାପ୍ରଭୁଙ୍କ ଦାସ ଭାବେ ସମର୍ପି ଦେଇ ପିତାମାତା ନାଁ ରଖିଲେ ତାର ଦାସିଆ, ଦାସିଆ ବାଉରୀ। ହଁ ଶ୍ରୋତା ବନ୍ଧୁ, ଆଜି ମୁଁ କହୁଛି ସେଇ ଭକ୍ତ ଚୂଡ଼ାମଣି ଦାସିଆଙ୍କ କଥା, ଯାହାଙ୍କ ହାତରୁ ନଡ଼ିଆ ନେଇଗଲେ ମୋ କଳା ଠାକୁର ବଡ଼ ଦିଅ ଜଗତର ନାଥ ଜଗନ୍ନାଥ। ପିତାମାତାଙ୍କ ଆଧ୍ୟାତ୍ମିକ ଚେତନା ଆଉ ଈଶ୍ୱରଙ୍କ ପ୍ରତି ଥିବା ଭକ୍ତିରୁ ସୃଷ୍ଟ ଏହି ଶିଶୁପୁତ୍ରଠାରେ ବାଲ୍ୟକାଳରୁ ଦେଖାଦେଲା ଭଗବତ ଚେତନା, ଠାକୁର ଭକ୍ତି। ଆଉ ସେ ପିଲାଟି ସେ ଅଛବ କୂଳରେ ଜନ୍ମ ହୋଇଥିଲେ ବି ମହାପ୍ରଭୁ ଜଗନ୍ନାଥ, ଭଗବାନ ବିଷ୍ଣୁ, ଶ୍ରୀ ଗଣେଶ, ମା ସରସ୍ୱତୀ ତଥା ତ୍ରିନାଥ ଗୋସାଇଙ୍କଠାରେ ତାଙ୍କର ଭକ୍ତିଭାବ ଉଦ୍ରେକ ହେଲା ପିଲାଟି ଦିନରୁ। ପିତାମାତା ସୁକୃତରୁ ପୁତ୍ର ହୁଏ ସୁଖୀ, ପୁତ୍ର ଯଦି ସୁଖୀ ହେଲା ତାହେଲେ କୁଳଧର୍ମ ରଖି ଏହି ନ୍ୟାୟରେ ଶିଶୁ ଦାସିଆ ଏବେ ପିଲାଟି ବେଳୁ ଭଗବତ ପ୍ରେମରେ ପଡ଼ିଯାଇଛନ୍ତି। କୁଳଧର୍ମ ରଖିବା ସଙ୍ଗେ ସଙ୍ଗେ ରଖିବ ସେ ପିତାମାତାଙ୍କ ନାଁ। ଧନ୍ୟ ଧନ୍ୟ ସେ ଦାସିଆ, ଧନ୍ୟ ତୁମର ଜନ୍ମ। ଦାସିଆ ବଡ଼ ହେଲେ ଯେମିତି ଗୋଟେ ଛୋଟିଆ ଗଛ କ୍ରମେ ଦାରୁରେ ପରିଣତ ହୁଏ, ଠିକ୍ ସେମିତି ଭକ୍ତିଭାବ ଶାଖା ପ୍ରଶାଖା ମିଳିବାକୁ ଲାଗିଲା ଦାସିଆଙ୍କ ଶରୀରରେ। ବନ୍ଧୁ ଘନିଆ ଖବର ଦେଲା ପ୍ରହରାଜପୁର ବ୍ରାହ୍ମଣ ଶାସନରେ ହେବ ଭାଗବତ ପାରାୟଣ। ଦାସିଆ ସାଙ୍ଗମାନଙ୍କୁ ଏକାଠି କଲେ, ଆଉ ପହଞ୍ଚିଲେ ଯାଇ ପ୍ରହରାଜପୁରରେ ଶୁଣିବେ ଭାଗବତ କଥା। ସାଙ୍ଗମାନଙ୍କ ଭୋଗ ପ୍ରସାଦରେ ମନ ଥିଲାବେଳେ ଦାସିଆର ମନ ଥାଏ ଭାଗବତ କଥାରେ। ଭାଗବତ ଟୁଙ୍ଗିରେ ଗୋସାଇ ଆଲୋଚନା କରୁଥାନ୍ତି ପ୍ରହ୍ଲାଦ ଚରିତ, ଆଲୋଚନା ହେଉଥାଏ ଧ୍ରୁବ ଚରିତ, ଆଲୋଚନା ପରିସରକୁ ଆସୁଥାଏ ଦେବହୂତି କପିଳ ଉପାଖ୍ୟାନ। ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଆସିଲା, ଦାସିଆର 2 ଆଖିରୁ ଧାର ଧାର ହେଇ ଝରି ପଡ଼ିଲା କେଇ ବୁନ୍ଦା ଲୁହ। ଦାସିଆ ନିଜକୁ ନିଜେ ପଚାରୁଛି, ମୁଁ କ'ଣ ଧ୍ରୁବ ହୋଇପାରିବିନି? ମୋ ଭିତରେ କ'ଣ ପ୍ରହ୍ଲାଦର ଦୃଢ଼ ଭକ୍ତି ଆସିବନି ପ୍ରଭୁ? କପିଳ ମୁନିଙ୍କ ଭଳି ମୋର କ'ଣ ଜ୍ଞାନ ଉଦୟ ହେବ ନାହିଁ ପ୍ରଭୁ? ଭଗବାନ ଶ୍ରୀକୃଷ୍ଣ ପିଲାଟି ଦିନରୁ ଗୋପବାସୀଙ୍କ ମନକୁ ବି ମୋହିତ କରି ଯେମିତି ସମସ୍ତଙ୍କ ହୃଦୟରେ ବସି ଯାଇଥିଲେ, ସେମିତି କ'ଣ ଭଗବାନ ମୋ ଉପରେ କରୁଣା ଢାଳିଦେବେ ନାହିଁ?
ଦାସିଆ ମନକୁ ମନ ଭାବୁଥିଲା ଏ କଥା। ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ମନରେ ଥିଲା ଅପାର ଈଶ୍ୱର ଭକ୍ତି। କୈଶୋର ବୟସ ଆସିଲା, ଭାଗବତ ପ୍ରୀତି ତାର ବଢ଼ି ବଢ଼ି ଚାଲିଲା। ଆଉ ଭାଗବତରେ ଦିଆଯାଇଥିବା ହିତୋପଦେଶକୁ ନିଜଠାରେ ପ୍ରତିଫଳିତ କରିବା ପାଇଁ ତତ୍ପର ହୋଇ ଉଠିଲେ ଦାସିଆ। ହୋଇନପାରେ ମୁଁ ଧ୍ରୁବ, ମୋ ଭିତରେ ନ ଆସିପାରେ ପ୍ରହ୍ଲାଦଙ୍କ ପରି ଦୃଢ଼ ଭକ୍ତି, ନ ଆସିପାରେ କପିଳଙ୍କ ପରି ଜ୍ଞାନ, ହେଲେ କାଣିଚାଏ କରୁଣା ଯଦି ମହାପ୍ରଭୁଙ୍କର ହେଇଯାଏ ନା, ପଙ୍ଗୁ ହେଇବି ମୁଁ ଗିରି ଲଙ୍ଘିଦେବି, ମୂକ ହେଇବି ମୁଁ ବାଚାଳ ହେବି, ମୋ ପ୍ରୟାସରୁ କାହିଁକି ମୁଁ ନିଜକୁ ବଞ୍ଚିତ କରିବି ପ୍ରଭୁ। ଭିତରେ ମନକୁ ମନ ଦୃଢ଼ କରୁଛି ଦାସିଆ, ମୁଁ କିଛି କରିବି ପ୍ରଭୁ। ଖବର ପହଞ୍ଚିଲା ହରି ଗୋସାଇଁଙ୍କ ଘର ପାଖରେ ରାମଚରିତ ମାନସ ହେବ, ଆଉ ସେଇଠି ପାଠ ହେବ, ଆଉ ଚର୍ଚ୍ଚା ବି ହେବ। ଦାସିଆର ଆନନ୍ଦ ଆଉ ଦେଖି କିଏ? ଦାସିଆ ଗାଁ ଲୋକଙ୍କ ସାଙ୍ଗରେ ଯାଏ ଆଉ ବସେ ସେଇଠି, ସେଇମାନଙ୍କ ସାଙ୍ଗରେ ଭଜନ କୀର୍ତ୍ତନ ହେଉଥାଏ, ତାଙ୍କରି ଗହଣରେ ବସେ, ଶୁଣେ ପ୍ରଭୁଙ୍କ କଥା। ଏବେ ତା ସ୍ୱରରେ ଅନ୍ୟମାନେ ବିମୋହିତ ହେବା ଆରମ୍ଭ କରିଛନ୍ତି, ଆଉ ବୟସ୍କମାନେ ସୁଯୋଗ ଦେଉଛନ୍ତି ଦାସିଆକୁ, ତୁ ଗା, ତୁ ରାମଚରିତ ମାନସ ଗା, ତୁ ରାମଚରିତର ବର୍ଣ୍ଣନା କର, ତୁ ଗା, ତୋ କଣ୍ଠରେ ଗା, ଭାରି ସୁନ୍ଦର ଶୁଭୁଛି। ତର୍ଜମା କରୁଛି ପ୍ରତିଟି ଚରିତ୍ରକୁ ଦାସିଆ। ରାମଙ୍କ ଚରିତ୍ରରୁ ଜାଣୁଛି ସେ ପିତୃଭକ୍ତି, ଭରତଙ୍କ ଚରିତ୍ରରୁ ଶିଖୁଛି ଭାତୃଭକ୍ତି, ହନୁମାନଙ୍କ ଚରିତ୍ରରୁ ବୁଝୁଛି ପ୍ରଭୁ ଭକ୍ତି, ସୁଗ୍ରୀବଙ୍କ ଚରିତ୍ରରୁ ଅନୁଭବ କରୁଛି ବନ୍ଧୁତ୍ୱର ପରାକାଷ୍ଠା। ଏମିତି ଅନେକ କଥା ଭାବର ଭକ୍ତିରେ ତଲ୍ଲୀନ ହେଉଛି ଦାସିଆ। ଅଯୋଧ୍ୟାରେ ରାଜକୁମାର ରାମଚନ୍ଦ୍ର ଯଦି ବଣକୁ ଯାଇ ଏତେ କଷ୍ଟ ସହିଲେ, ତା ଦାରିଦ୍ର୍ୟ, ଖାଇବା ନ ଖାଇବାକୁ ପଚାରେ କିଏ? ପିତୃସତ୍ୟ ପାଳନ କରିବାକୁ ଯାଇ ଯିଏ ସୁରମ୍ୟ ରାଜପ୍ରସାଦ ତ୍ୟାଗ କରିଦେଲେ, ତ୍ୟାଗରେ ଯେ କେଡ଼େ ବଡ଼ ଆନନ୍ଦ ଥାଏ, ଛୋଟ ମନରେ ବୁଝିବାକୁ ସେତେବେଳେ ଚେଷ୍ଟା କରୁଥିଲା ଦାସିଆ। ପୂଜା ପାର୍ବଣରେ ମିଳୁଥିବା ପ୍ରସାଦକୁ ପାଇ ଅଧିକାଂଶ ଦିନ ଭୋକରେ ଯେ ରହିବାକୁ ପଡ଼ୁଥିଲା ତାକୁ। ଯେତେବେଳେ ଗାଁରେ ତ୍ରିନାଥ ମେଳା ହୁଏ, ରାସ ଉତ୍ସବ ହୁଏ, ବିବାହ ବ୍ରତରେ ଯେତେବେଳେ ସମସ୍ତେ ଆଜିକାଲି ଦାସିଆକୁ ଖୋଜିବାକୁ ଆରମ୍ଭ କଲେଣି, ତାର ଭାବଭକ୍ତି, ତାର ଭଗବତ କାର୍ଯ୍ୟ ପ୍ରତି ଥିବା ଶ୍ରଦ୍ଧା ସମସ୍ତଙ୍କୁ ଆକର୍ଷିତ କରିଛି। ଦାସିଆ ଏବେ ଯୌବନରେ ପାଦ ଦେଇଛି, ଯୁବାବସ୍ଥାର ଉଦ୍ଦାମତା ତା ଦେହରେ ଲହଡ଼ି ଭାଙ୍ଗୁଛି। ବାପା ଖୋଜିଲେ ତରୁଣୀଟିଏ, ଆଉ ହାତକୁ ଦିହାତ କରିବେ ଦାସିଆକୁ। ଦାସିଆ କିନ୍ତୁ ଦେଖୁଛି ତା ଗାଁର ଯୁବତୀମାନଙ୍କୁ, ଦେଖୁଛି ପିଲାଦିନେ ତା ସାଙ୍ଗ ଧୂଳି ଖେଳୁଥିବା ଝିଅ ସାଙ୍ଗମାନେ ଆଜି କେତେ ବଡ଼ ହେଲେଣି, ସେମାନଙ୍କ ଭିତରୁ କେହି ଅନ୍ୟର ହାତ ଧରି ବାହା ହୋଇଗଲେଣି। ଦାସିଆ ଦେଖୁଛି ସଂସାରୀ ଜୀବନ ଗଢ଼ିବା କଥା ଶିଖୁଛି। ସେ ଭାଗବତ ଶୁଣିଛି ରାମଚରିତରୁ, ସେଇଥିପାଇଁ ସେ ସଂଯମୀ ଜୀବନଯାପନ କରିବା ଆରମ୍ଭ କରିଛି। ପିତାମାତାଙ୍କ ଆଜ୍ଞା ନେଇ ଗୁରୁ ଗୁରୁଜନଙ୍କୁ ସମ୍ମାନ ଦେବା କଥା ସେ ଶିଖିଛି। ସାଧୁସନ୍ଥଙ୍କ କଥାକୁ ପାଳନ କରିବା, ସେଇଥିରେ ବେଶୀ ମନ ଦେଇଛି ଦାସିଆ। ଦାରିଦ୍ର୍ୟ ଭିତରୁ ଜୀବନ, ପିତାମାତା ବାର୍ଦ୍ଧକ୍ୟରେ ଉପନୀତ, ଦାସିଆ ଏବେ ପିତାଙ୍କ କାର୍ଯ୍ୟରେ ହାତ ଦେଲାଣି। କୌଳିକ ବୃତ୍ତି ସେ ଲୁଗା ବୁଣିବା ଶିଖିଗଲାଣି। ପିତାମାତାଙ୍କ ଭରଣ ପୋଷଣର ଭାର ନେବାକୁ ଧୀରେ ଧୀରେ ସେ ସକ୍ଷମ ହୋଇଛି। ଦାସିଆ ପୁତ୍ର ଧର୍ମ ପାଳନ କରୁଥିବା ବେଳେ ବୃଦ୍ଧ ପିତାମାତା ମଧ୍ୟ ନିଜ ସାମାଜିକ କର୍ତ୍ତବ୍ୟବୋଧକୁ ପାଳନ କରିବାକୁ ଶ୍ରେୟ ମଣିଛନ୍ତି। ପୁଅ ଦାସିଆକୁ ହାତକୁ ସେ ଦିହାତ କରିଦେଲେ। କନ୍ୟା ଚୟନ କରିଛନ୍ତି ପିତାମାତା, ଆଉ ନୂତନ ଜୀବନ ଆରମ୍ଭ କରିଛି ଦାସିଆ। ଦାସିଆ ଗୃହକୁ ଆସିଥିବା ତରୁଣୀକୁ ଧର୍ମପତ୍ନୀର ମର୍ଯ୍ୟାଦା ଦେବାରେ ଅବହେଳା କରୁନାହାନ୍ତି। ହସ ଖୁସିରେ ବିତୁଛି ତାର ଜୀବନ। ପିତାମାତାଙ୍କ ଦେହାବସାନ ପରେ ଗୃହରେ ଏଇ ଦୁଇ ପ୍ରାଣୀ, ଧର୍ମପତ୍ନୀ ଆଉ ଦାସିଆ। ଦୁଇ ପ୍ରାଣୀଙ୍କ ଜୀବନ, ଜଣେ ସଖା ହେଲେ ଆଉ ଜଣେ ସଖୀ, ଜଣେ ଗୃହସ୍ଥ ଆଉ ଜଣେ ଗୃହିଣୀ। ଦାସିଆ ତନ୍ତଚାଳନା କରି ବୁଣି ଚାଲିଛନ୍ତି ବିଭିନ୍ନ ବସ୍ତ୍ର, କାହାର ଗାମୁଛା ତ, କାହା ପାଇଁ ଲୁଗା, କାହା ପାଇଁ ଶାଢ଼ୀ ତ, ପୁଣି କାହା ପାଇଁ ଲୁଙ୍ଗି। ଲକ୍ଷ୍ୟ କଲେ ଲକ୍ଷ ଲୁଗା ବୁଣା ବାବଦରେ ସେ ପାଇବ ଜୀବନ ନିର୍ବାହ କରିବାର ତେଲ ଲୁଣର ସଂସାର ଚଳାଇବ ତାର। ପାଦରେ ପାଦ ମିଳି ଚାଲିଲେ ତା ସ୍ତ୍ରୀ ସହ ତା ସଂସାର ରେଳଗାଡ଼ି ସିନା ଚାଲିବ ଆଗକୁ। ଚା ଜଳଖିଆ ଖୁଆଇ ସ୍ୱାମୀଙ୍କ ମନ ପ୍ରଫୁଲ୍ଲିତ କରିବାକୁ ଚେଷ୍ଟା କରୁଛନ୍ତି ଧର୍ମପତ୍ନୀ। ସନ୍ଧ୍ୟା ଆସିଯାଆନ୍ତେ ପୂଜା ଶାଢ଼ୀ ପିନ୍ଧିକିରି ବେକରେ କାନିକି ଗୁଡ଼ାଇ ବୃନ୍ଦାବତୀ ପାଖରେ ସଞ୍ଜବତୀ ଜାଳି ଦୁଃଖ ଜଣାଉଛି ତାଙ୍କ ସ୍ତ୍ରୀ, କେମିତି ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧର୍ମପତ୍ନୀଙ୍କ ପରି ଆଜିକାଲି ଦାସିଆ ବି ବସି ପଡ଼ୁଛି ପୂଜା ପାଠରେ। ଯଦି ଗାଁରେ କେଉଁଠି ପୂଜା ବେଳା ଅଛି ନା, ତାକୁ ସେ ପ୍ରାଧାନ୍ୟ ଦେଉଛି, ଆଉ ସେଇଠି ସେ ମହାପ୍ରଭୁଙ୍କୁ ତା ଦୁଃଖ ଜଣାଉଛି। ଶୟନ ସ୍ୱପନେ ଜାଗରଣେ ଏବେ ଖାଲି ମହାପ୍ରଭୁଙ୍କ ଭଜନ ଆଉ ନାମ ଗାୟନରେ ବ୍ରତୀ ହେଉଛି ଦାସିଆ। ଯେଉଁ ବିପ୍ରଙ୍କ ଘରେ ବ୍ରତ ଉତ୍ସବ ପାଳିତ ହେଲା, ସେଇଠାରେ ପହଞ୍ଚି ସେ ପ୍ରଭୁଙ୍କର ନାମଗାନ କରିବାକୁ ସେ ପ୍ରାଧାନ୍ୟ ଦେଇଛି। ଏକନିଷ୍ଠ ଭାବରେ ଗାଇ ଚାଲିଛି ପ୍ରଭୁଙ୍କର ନାଁ। ପ୍ରଭୁ ସବୁ ବିପ୍ରଙ୍କ ମୁଖରେ ସେଇ ଗୋଟାଏ ନାଁ, ଦାସିଆ ଦାସିଆ ଦାସିଆ। ନାମଗାନ ଶ୍ରବଣରେ ଏବେ ମଜ୍ଜି ଯାଇଛି ଦାସିଆ।
ଦାସିଆଙ୍କ କଣ୍ଠରୁ ଶୁଭୁଛି ମହାପ୍ରଭୁଙ୍କର ଜୟ ହେଉ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଉ ସେ ଦାସିଆ ବାଉରୀ ଭକ୍ତ ଚୂଡ଼ାମଣି ଦାସିଆ, ଯାହାଙ୍କ ହାତରୁ ଭୋଗ ନଡ଼ିଆକୁ ପ୍ରଭୁ ଜଗନ୍ନାଥ ନିଜେ ହାତ ବଢ଼େଇ ନେଇଛନ୍ତି। ଧନ୍ୟ ଧନ୍ୟ ମହାପ୍ରଭୁ, ତମେ କରୁଣାମୟ, ତମେ ଲୀଳାମୟ, ତମ ଲୀଳା ତୁମକୁ ହିଁ ଜଣା। ପବିତ୍ର ଘୋଷଯାତ୍ରା ଅବସରରେ ଭକ୍ତ ଦାସିଆଙ୍କ ଉପାଖ୍ୟାନ ଏଇଥରକ ପାଇଁ। ଧନ୍ୟବାଦ।